ଜଣେ ଲୋକ ବରଗଛ ମୂଳରେ ଠିଆ ହୋଇକି ଭୋ ଭୋ ହୋଇ କାନ୍ଦୁଥାନ୍ତି। ସେ ମନରେ ଭାବୁଥାନ୍ତି, ଆଉ ଏ ଜୀବନ ମୁଁ ରଖିବି ନାହିଁ। ଏଇ ବରଗଛ ଡାଳରେ ଫାଶୀ ଦେଇ ମୁଁ ମରିଯିବି। ସେ ଯେତେବେଳେ ଏଇସବୁ କଥା ଚିନ୍ତା କରୁଥାନ୍ତି, ଉପରକୁ ଚାହିଁ ଦେଖିଲେ ତ ଡାଳ ଉପରେ ବସିଛନ୍ତି ଦୁଇଟି ଚଢ଼େଇ। ଏସବୁ କିଛି ଦେଖୁଥାନ୍ତି। ଏ ଲୋକର ଦୁଃଖ କାନ୍ଦ ଦେଖିକି ଦୁଇଟି ଚଢ଼େଇ ଭିତରେ ଦୁଇ ଜଣ କଥା ହେଲେ। ଆରେ, କ'ଣ ହେଇଛି ଏ ଲୋକର? ଏତେ କ'ଣ ପାଇଁ କାନ୍ଦୁଛି? ବୋଧହୁଏ କିଛି ଅସୁବିଧା ହୋଇଛି, ଯୋଉଥି କାରଣରୁ ଏ ଲୋକଟି ନିଜ ବେକରେ ଫାଶୀ ଦେବା ପାଇଁ ଆସିଛି। ଅନ୍ୟ ଚଢ଼େଇଟି କହିଲା, କ'ଣ ଆମ ସାମ୍ନାରେ ଏସବୁ କିଛି ହେବ? ଆମେ ଦେଖିବା। ଦୁଇଟି ଚଢ଼େଇ ମିଶି ପଚାରିଲେ, ଏ ମଣିଷ, ତୁମର କ'ଣ ହେଇଛି ଅସୁବିଧା? କିଛି ଅସୁବିଧା ହେଇଛି କି ତୁମର? ତୁମେ ଆତ୍ମହତ୍ୟା କରିବାକୁ ଆସିଛ? ଏ କଥା ଶୁଣି ଲୋକଟି ବହୁତ ମନ ଦୁଃଖରେ କହିଲା, ମୋ ପିଲାମାନେ 4 ଦିନ ହେଲାଣି କିଛି ଖାଇନାହାନ୍ତି, ଭୋକରେ ଅଛନ୍ତି। ଘରେ ଖାଇବାକୁ କିଛି ନାହିଁ। ମୋର ଘରକୁ ଯିବା ପାଇଁ ସାହସ ନାହିଁ। ଘରକୁ ଗଲା ମାନେ ପିଲାମାନେ ଖାଇବାକୁ କ'ଣ ଆଣିଛ ବୋଲି ପଚାରିବେ। ମୋର ସେଥିପାଇଁ ବଞ୍ଚିବାକୁ ଇଚ୍ଛା ନାହିଁ। ଏ କଥା ଶୁଣି ସାରିବା ପରେ ଚଢ଼େଇ ଚୁପ୍ ହୋଇଗଲେ। କିଛି ସମୟ ପରେ ଗୋଟେ ଚଢ଼େଇ ତାର ଗୋଟେ ପରକୁ ଉପାଡ଼ି ତଳକୁ ପକାଇଲା। ସେ ପରଟି ଆସି ଯେତେବେଳେ ଭୂମି ଉପରେ ପଡ଼ିଲା, ସାଙ୍ଗେ ସାଙ୍ଗେ ପରଟି ସୁନାରେ ପରିଣତ ହୋଇଗଲା। ଚଢ଼େଇଟି କହିଲା, ଏ ପରଟିକି ନେଇଯାଅ, ବିକିଦିଅ। ଯାହା ପଇସା ହେବ ତୁମ ପିଲାମାନଙ୍କ ପାଇଁ ଖାଇବା ନେଇକି ଘରକୁ ଯାଅ। ଆଉ ଯଦି ତୁମକୁ କେବେ ବି ପଇସାର ଅସୁବିଧା ହେବ, ତେବେ ତୁମେ ଏଇ ବରଗଛ ମୂଳକୁ ଆସିଯିବ। ଏ କଥା ଶୁଣିବା ପରେ ଲୋକଟି ଆଖିରେ ଲୁହ ତ ଆସିଗଲା, କିନ୍ତୁ ମନରେ ଗୋଟେ ଭରସା ବାନ୍ଧି ହୋଇଗଲା। ଏ ସୁନାର ପରକୁ ଘରକୁ ନେଇକି ଆସିଲା, ତାକୁ ବିକି ଖାଇବା ଆଣିଲା। ଧୀରେ ଧୀରେ ପରିବାର ଲୋକମାନେ ବହୁତ ଭଲରେ ରହିଲେ। ଆଉ ଯେତେବେଳେ ପଇସାର ଅସୁବିଧା ହୁଏ, ସେ ସେଇ ବରଗଛ ମୂଳକୁ ଯାଇ ଚଢ଼େଇକୁ କୁହେ। ସେ ଚଢ଼େଇ ତାର ଗୋଟେ ପର ଓପାଡ଼ିକି ତଳକୁ ପକାଇଦିଏ। ଯେମିତି କିଛି ଦିନ ଚାଲିଗଲା, ଗୋଟେ ଦିନ ସ୍ତ୍ରୀ ସ୍ୱାମୀକୁ କହିଲେ, ଆମେ କେତେ ଦିନ ଗୋଟେ ଗୋଟେ ପର ଆଣିକି ଚଳିବା? ତୁମେ ଗୋଟେ କାମ କର, ତୁମେ ସେ ଦୁଇଟି ଚଢ଼େଇ ଭିତରୁ ଗୋଟେ ଚଢ଼େଇକୁ ମାରିଦିଅ। ତାର ସବୁଯାକ ପର ଆମର ହୋଇଯିବ। ଆମେ ଆହୁରି ଭଲରେ ଚଳିବା। ଆମେ ବହୁତ ଧନୀ ହୋଇଯିବା। ଲୋକଟି ମନ ଅସ୍ଥିର ହୋଇଗଲା। କ'ଣ କରିବ ସେ କିଛି ଜାଣିପାରୁନଥାଏ, କିନ୍ତୁ ଲୋଭରେ ତା ମନ ବାନ୍ଧି ହୋଇଗଲା। ସେ ମନରେ ଚିନ୍ତା କଲା, ହଁ, ମୋ ସ୍ତ୍ରୀ ଯାହା କହୁଛନ୍ତି ଠିକ୍ ତ କହୁଛନ୍ତି। ମନରେ ଚିନ୍ତା କଲେ, କାଲି ଚଢ଼େଇକୁ ମାରିଦେବି। ତା ପରଦିନ ଲୋକଟି ଧନୁତୀର ନେଇକି ସେ ଜଙ୍ଗଲକୁ ଗଲେ। ଯେମିତି ସେ ବରଗଛ ମୂଳରେ ଯାଇ ଲୋକଟି ଠିଆ ହେଲେ, ଗୋଟେ ଚଢ଼େଇ ସବୁଦିନ ପରି ସାହାଯ୍ୟ କରିବା ପାଇଁ ତାର ଗୋଟେ ପର ଓପାଡ଼ିଲା। ଠିକ୍ ସେତିକି ବେଳେ ଲୋକଟି ଧନୁତୀର ବାହାର କରି ତୀର ମାରିଦେଲା। ତୀରଟି ଯାଇ ଚଢ଼େଇ ଦେହରେ ବାଜିଲା। ଚଢ଼େଇଟି କଷ୍ଟରେ ଗଛ ଡାଳରୁ ଖସି ତଳ ଭୂମି ଉପରେ ପଡ଼ିଗଲା। ଲୋକଟି ଦେଖିକି ବହୁତ ଖୁସି ହୋଇଗଲା। ଲୋକଟି ଦୌଡ଼ିକି ଯାଇ ପର ଓପାଡ଼ିଲେ, କିନ୍ତୁ ସେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ଚଢ଼େଇର ପର ସୁନା ନଥିଲା, ସାଧାରଣ ପର ଥିଲା। ଠିକ୍ ସେତିକି ବେଳେ ଡାଳରେ ବସିଥିବା ଆଉ ଗୋଟେ ଚଢ଼େଇଟି ରାଗିକି କହିଲା, ହେ ମଣିଷ, ଆମେ ତତେ ମରିବାରୁ ବଞ୍ଚାଇଥିଲୁ। ତୁମ ପିଲାମାନଙ୍କ ଭୋକର ଆହାର ଦେଇଥିଲୁ, କିନ୍ତୁ ତୁମେ ତା ବଦଳରେ କ'ଣ କଲ? ଲୋଭରେ ଆସି ମୋ ସାଙ୍ଗକୁ ମାରିଦେଲ। ଯେଉଁ ମଣିଷ ଅଳ୍ପରେ ଖୁସି ରହିବା ଶିଖିନି, ସେ ଏତେ ଲୋଭ କରିପାରେ? ସେ କେବେ ଭଲରେ ରହିପାରେ ନା, ବରଂ ତାର ସବୁ କିଛି ହରେଇ ବସେ। ଏ କଥା କହିବା ପରେ ସେ ଚଢ଼େଇଟି ସେ ଗଛରୁ ଉଡ଼ିଗଲା, ଆଉ କେବେ ବି ଆସିଲାନି। ଶେଷରେ ଲୋଭ ହେଉଛି ମଣିଷର ବଡ଼ ଶତ୍ରୁ। ଯେଉଁ ମଣିଷ ଦରକାର ବେଳେ ସାହାଯ୍ୟ ପାଇ ମଧ୍ୟ ଆହୁରି ଆଶା ରଖେ, ସେ ମଣିଷ ତାର ସବୁ କିଛି ହରେଇ ବସେ। ଆପଣମାନଙ୍କୁ ଯଦି ମୋ କାହାଣୀଟି ଭଲ ଲାଗିଥିବ, ନିଶ୍ଚୟ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। କାହାଣୀଟି କିପରି ଲାଗିଲା ଆପଣଙ୍କ ମତାମତ କମେଣ୍ଟ ବକ୍ସ ମାଧ୍ୟମରେ ଜଣାନ୍ତୁ। ରହିଲି, ଜୟ ଜଗନ୍ନାଥ।